ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟ। ଓಂ ଗଂ ଗଣପତୟେ ନମଃ। ବ୍ରହ୍ମୋବାଚ ଶୁଣ ନାରଦ ମହାରୁଷି, ବିରାଟ ରୂପେ ବ୍ରହ୍ମ ଆସି ବ୍ରହ୍ମାଣ୍ଡ ରୂପେ ପ୍ରବେଶିଲା, ଯେ ଅଙ୍ଗୁ ଯେବେ ପ୍ରକାଶିଲା ତାହା କହିବା ତୋତେ ଭଲେ। ଇନ୍ଦ୍ରିୟ ଅର୍ଥେ ଇନ୍ଦ୍ର ତୁଳେ, ବାକ୍ୟାର୍ଥ ବହ୍ନି ମୁଖେ ବସେ, ଯେଣେ ତା ଶବଦ ପ୍ରକାଶେ ଜଲାଧିପତି ଯେହ୍ନେ ବସେ। ରସନା ଷଡ଼ ରସେ ରସେ, ଶପଥ ଛନ୍ଦ ଧାତୁ ଯେତେ, ଦେହରେ ବେଷ୍ଟିତ ବାହ୍ୟନ୍ତେ, ପ୍ରାଣ ସହିତ ବସେ ଘ୍ରାଣ, ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ। ନାସା ବିବରେ ଆଶ୍ରା କରେ, ଅଶ୍ବିନୀ କୁମାରଙ୍କ ତୁଳେ, ଚକ୍ଷୁ ଇନ୍ଦ୍ରିୟ ରୂପ ଅର୍ଥେ, ସୂର୍ଯ୍ୟ ପ୍ରକାଶେ ହୃଷ୍ଟ ଚିତ୍ତେ, ଶବଦ ଅର୍ଥେ କର୍ଣ୍ଣ ବେନି, ଦିଗ ବସନ୍ତି ତୀର୍ଥ ଘେନି। ସେ ଦେବ ଦେହେ ଚର୍ମ ଦେଶେ, ସ୍ପରଶ ପବନ ପ୍ରକାଶେ, ଚର୍ମ ଉପରେ ଲୋମ ବେଢ଼ି, କେଶ ପ୍ରକାଶ ଦେହେ ଝଡ଼ି। ସେ ତିନି ମଧ୍ୟେ ତିନି ଦେବା, ପାଷାଣ ଲୌହ ମେଘ ପ୍ରଭା। ତାର ବିକ୍ରମେ ଲୋକ ତିନି, ଭୂଲୋକ ଭୁବ ସ୍ୱର୍ଗ ଘେନି। ଯେ ମାର୍ଗ ଶୁକ ଘନ ରସେ, ତା ମେଢ଼େ ପ୍ରଜାପତି ବସେ। ମଲ ଉତ୍ସର୍ଗେ ମଲ ଦ୍ୱାରେ, ମୃତ୍ୟୁ ଦେବତା ଅଧିକାରେ। ଶିର ସଂକୁଳେ ନଦୀ ନଦ, ନାଡ଼ି ସମୁଦ୍ରେ ହୋଇ ଭେଦ। ଶପଥ ସିନ୍ଧୁ ଗର୍ଭେ ରହି, ଭୋଜନେ ତୃଷ୍ଟି ପୃଷ୍ଟି ବହି। ସେ ଜୀବ ଦେହ ପୃଷ୍ଠ ଦେଶେ, ଅଧର୍ମ ସଙ୍ଗେ ତମ ବସେ। ହୃଦୟ ମଧ୍ୟେ ଧର୍ମ ଦୃଶ୍ୟ, ସର୍ବବ୍ୟାପକ ମନ ବସେ। ଆତ୍ମା ପୁରୁଷ ଦେହ ମଧ୍ୟେ, ବସଇ ସକଳ ସମ୍ପଦେ। ଧର୍ମ ସଙ୍ଗତେ ପଦ୍ମ ଯୋନି, ତା ସଙ୍ଗେ କୁମରଙ୍କୁ ଘେନି। ବିଜ୍ଞାନ ସତ ରୁଦ୍ର ସଙ୍ଗେ, ସର୍ବେ ଆଶ୍ରିତ ଆତ୍ମରଙ୍ଗେ। ବ୍ରହ୍ମା ନାରଦ ଭବ ଆଦି, ଅସୁର ନର ନାଗ ବେଦବାଦି। ଖଗ ପଶୁ ମୃଗ, ଗନ୍ଧର୍ବ ଅପ୍ସରା ଯକ୍ଷ, ଭୂତ ବେତାଳ ଗଣରକ୍ଷ। ପିତର ସିଦ୍ଧ ବିଦ୍ୟାଧର, ଚାମର ସୁଗୁଣ କିନ୍ନର। ଦ୍ରୁମ ଔଷଧି ଲତା ଯେତେ, ବିବିଧ ଅନ୍ୟେ ଜୀବ ଭୂତେ। ଯେ ଜଳ ସ୍ଥଳ ଅନ୍ତରିକ୍ଷେ, ଗ୍ରହ ଆଦିତ୍ୟେ କେତୁ ରକ୍ଷେ। ତାର ସମୂହେ ତେଜ ଜଳି, ଯିମୁତେ ପ୍ରକାଶେ ବିଜୁଳି। ଯେ ସର୍ବ ହେତୁ ତାର ସ୍ଥାନେ, ଭୂତ ଭବିଷ୍ୟ ବର୍ତ୍ତମାନେ। ଯେ ରୂପେ ବିଶ୍ବ ସଂସାରେ, ପ୍ରକାଶେ ଯାହାର ଶରୀରେ। ବିତସ୍ତି ମାତ୍ରେ ମଧ୍ୟେ ରହେ, ଏକେ ଅନେକ ଜନ୍ତୁ ଦେହେ। ଭିତରେ ରହେ ପ୍ରାଣ ତେଜେ, ପ୍ରକାଶେ ଅନ୍ତର ବାହିର୍ଯ୍ୟେ। ଅଭୟାମୃତ ମହେଶ୍ୱର, ଅନ୍ନ ସ୍ୱରୂପେ ରସପୁର। ତାହାର ଯେମନ୍ତ ମହିମା, ଏଣୁ ସେ ଦୁରାତ୍ମେୟ ସୀମା। ପାଦେ ଅଶେଷ ଭୂତ ବସେ, ଅମୃତମୟ ଯେ ବିକାଶେ। ତ୍ରିପାଦେ ବହ୍ନି ସ୍ଥାନେ ସ୍ଥିତି, ପ୍ରଜାଶ୍ରମେ ଧର୍ମ ଚିନ୍ତି। ସ୍ୱଭାବେ ନାମ ଗ୍ରହପତି,
ବିଦ୍ୟା ଅବିଦ୍ୟା ଯହିଁ ସ୍ଥିତି। ଭୂତ ଇନ୍ଦ୍ରିୟ ଗୁଣାଶୟ ଯାହାର ଆସେ ମାୟାମୟ। ବିରାଜି ରୂପେ ଜାତ ହୁଏ କିରଣ ଯେହ୍ନେ ସୂର୍ଯ୍ୟ ଦେହେ। ଯାହାର ନାଭି ପଦୁଜାତ ମୁଁ ବ୍ରହ୍ମା ବ୍ରହ୍ମାଣ୍ଡର ନାଥ। ଯଜ୍ଞ ସମ୍ଭାର ନ ଜାଣେ ଯାହାର ହୃଦେ ଦୟା ନାହିଁ। ଯାର ଶରୀରେ ଯଜ୍ଞ ବିଧି ଆଗମ ନିଗମ ପ୍ରସିଦ୍ଧି। ପଶୁ ବନ୍ଧନ କୁଶ ଆଦି ଯେମନ୍ତେ ଯେ ଅବା ସମ୍ପାଦି। ଯେ জন ଦେବ ପିତୃତ ସେ ଯେ କାଲେ ଯେ ବା ପୁଣ୍ୟ ଦେଶେ। ଯେତେ ପ୍ରକାର ଯଜ୍ଞ କରି ମନ୍ତ୍ର ଔଷଧି ସେ ସଞ୍ଚରି। ସ୍ନେହ ବିଷୟ ଲୋଭ ଆଦି ମୂର୍ତ୍ତିକା ଜଳ ଫଳ ବିଧି। ରୁକ ଯେ ଯଜୁ ସାମ ତିନି ଚତୁର ହୋତା ଅଗ୍ନି ଘେନି। ଯେ ନାମ ଯେ ବା ଧରି ମନ୍ତ୍ରେ ଯେ ବା ଦକ୍ଷିଣା ଯେ ବା ଯନ୍ତ୍ରେ। ଦେବତା ଅନୁକ୍ରମେ କଳ୍ପ ଯେ ଭାବେ ଯେ ଅବା ସଂକଳ୍ପ। যে গতি যজ্ঞ যে বা মতি যে বা অর্পণে যে বা স্থিতি। যজ্ঞ সম্ভার তা শরীর লভিলি জন উপকার। ଆଉ ବିଭୂତି ତାର ଅଙ୍ଗେ ଯଜ୍ଞ ଆରାଧି ହବିର୍ଭାଗେ। সকল যজ্ঞ ভাবে চিন্তি ମୋ ସଙ୍ଗେ ନବ ପ୍ରଜାପତି। ଯଜ୍ଞ ପୁରୁଷ ସ୍ଥାପି କୁଣ୍ଡେ କେ ଯେମନ୍ତ ବିଧି କର୍ମ କାଣ୍ଡେ। ପୂଜିଲା ତାହାର ଚରଣେ ଯେ ବିଧି ମନ୍ତ୍ର ଉଚ୍ଚାରଣେ। ଏହି ପ୍ରକାରେ ସର୍ବ ଋଷି ପିତୃ ଦେବତା ଜନେ ତୋଷୀ। ଦାନବ ମାନବ ସହିତେ ଯଜ୍ଞ ପୂଜିଲେ ବେଦ ମତେ। ସେ ହରି ଅଙ୍କେ ଜଗତେ ଯଜ୍ଞ ପୂଜିଲେ ସମାହିତେ। ଯଜ୍ଞ ତାହାଙ୍କୁ ପୂଜା କରି ମୁଁ ହେଲି ବିଶ୍ୱ ଅଧିକାରୀ। ହେ ହରି ଆଜ୍ଞା ଶିରେ ବହି ମୁଁ ଯେ ସଂସାରକୁ ସର୍ଜଇ। ପାଲଇ ପ୍ରଭୁ ଚକ୍ରଧର ଅନ୍ତେ ବିନାଶଇ ଶଙ୍କର। ସୃଷ୍ଟି ପାଲନ ସଂହାରଣ ଏ ଆଦି କାରଣ ତ୍ରିଗୁଣ। ଯେ ତୁ ଯେ ପଚାରିଲୁ ପ୍ରସ୍ତାବେ ସଂକ୍ଷେପେ କହିଲି ମୁଁ ଏବେ। ସଦୟ ସଦ୍ଗୁରୁ ଯେତେ ମାୟା କଲ୍ପିତ ଏ ଜଗତେ। ଏ ସର୍ବ ରୂପ ନାରାୟଣ ଅନାଦି ପରମ କାରଣ। ମୋର ବଚନେ ହେ ନାରଦ କେବେ ହେନୁ ହୋଇ ସମ୍ପଦ। ମୋହର ମନ ସତ୍ୟ ସ୍ଥିତି କେବେ ହେନୁ ହେ ମିଥ୍ୟା ଗତି। ମୋହର ଇନ୍ଦ୍ରୀ ଗଣ ଦେବେ ଯେ ନ ଯାନ୍ତି ଅମାତ୍ୟ ମାର୍ଗେ। ଯେଣୁ ମୋ ଚିତ୍ତେ ନାରାୟଣ ଉତ୍କଣ୍ଠା ଭାବେ ସୁମରଣ। ତପ ସମାଧି ମୋର ସ୍ଥିତି ଯେଣୁ ବନ୍ଦିଲି ପ୍ରଜାପତି। ନିର୍ଗୁଣ ଯୋଗେ ସମାହିତ ଏଣୁ ମୁଁ ଆତ୍ମତନ୍ତ୍ରେ ଜାତ। ତାର ଚରଣେ ନମସ୍କାର ଯେ ଭାବେ ତୁଟଇ ସଂସାର। ଶୁଭ ଯେ ମଙ୍ଗଳ ଦର୍ଶନ ଆନନ୍ଦମୟ ମୂଳ ଧ୍ୟାନ। ଆତ୍ମାରେ ଆତ୍ମା ମାୟା କରେ ଲୀଳାରେ ସଂସାରେ ବିହରେ। ବ୍ରହ୍ମାଦି ଦେବେ ଅଗୋଚର ଅକୁଣ୍ଠ ମହିମା ଯାହାର। ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପୀ ଗଗନେ ଯେହ୍ନେ ବିଶ୍ୱରୂପୀ।
ମୁଁ ଯାର ଗତି ନ ଜାଣଇ ତୁ ତାହା ପ୍ରକାଶିବୁ କାହିଁ। ଭବନ ପାରେ ଯାହା ଚିନ୍ତି ଦେବେ ଜାଣିବେ କାହୁଁ ଗତି। ଯାର ମାୟାରେ ମୋହ ହୋଇ ତା ରୂପ ତାକୁ ନ ଜାଣଇ। ଆତ୍ମାର ଅଂଶ ଆମେ ଯେଣୁ କେ ତାକୁ ରୂପ ପରିମାଣୁ। ସେ ଆଦି ପୁରୁଷ ମୁରାରି କଳ୍ପ କଳ୍ପାନ୍ତେ ସୃଷ୍ଟି କରି। ଆତ୍ମାରେ ଆତ୍ମା ରୂପେ ମିଲି ଆତ୍ମାକୁ ଆପେ ପ୍ରତିପାଳି। କେବଳ ଶୁଦ୍ଧ ଜ୍ଞାନମୟେ ସତ୍ୟ ସ୍ୱରୂପ ସର୍ବଦେହେ। ଆଦ୍ୟାବତାରେ ତନୁ ଧରି ଲୀଳାରେ ଜଗତେ ବିହରି। କାଳ ସ୍ୱରୂପେ ସ୍ୱଗମନ ଯେ ନିତ୍ୟ ଶୁଦ୍ଧ ଚୈତନ। ଦ୍ରବ୍ୟ ବିକାରେ ତିନି ଗୁଣ ବେଦ ମତେ ଇନ୍ଦ୍ରିୟ ଗଣ। ବିରାଜ ରୂପେ ମହିମା ଯେ ସ୍ଥାବର ଆଦି ମହାତେଜେ। ବ୍ରହ୍ମା ଶଙ୍କର ପ୍ରଜାପତି ଯକ୍ଷାଦି ଜହ୍ନେ ଦିଗପତି। ତୁ ଆଦି ସନକ ସହିତେ ସ୍ୱର୍ଗେ ଦେବତା ଛନ୍ତି ଯେତେ। ଗନ୍ଧର୍ବ ବିଦ୍ୟାଧର ଗଣ ଯେ ଯକ୍ଷ କିନ୍ନର ଚାରଣ। ରାକ୍ଷସ ସରୀସୃପ ଭାଗେ ବାସୁକୀ ଆଦି ମହାନାଗେ। ଋଷିଙ୍କ ମଧ୍ୟରେ ଶ୍ରେଷ୍ଠ ଯେତେ ସେ ପିତୃଗଣଙ୍କ ସಮೇତେ। ଦୈତ୍ୟ ଦାନବ ସିଦ୍ଧ କୁଳ ପ୍ରେତ ପିଶାଚ ଭୂତ ବଳ। କୁଷ୍ମାଣ୍ଡ ଜଳ ଜନ୍ତୁ ଗୁଣେ ଯେ ନାନା ବିଧ ପଶୁ ଗଣେ। ତା ଅନ୍ୟ ନାହିଁ ଯେତେ ଯେତେ ସେ ବିକ୍ରମର ବଳ ଜୁତେ। ଅଣିମା ଆଦି ଅଷ୍ଟନିଧି ଯେ ଗୁଣେ ଯେ ଅବା ପ୍ରସିଦ୍ଧି। ପ୍ରଧାନ ଗୁଣେ ଯେ ବାଭୂତେ ଅଛନ୍ତି ଭକ୍ତି ମଧ୍ୟେ ଯେତେ। ସେ ସର୍ବ ତାହାର ଶରୀରେ ସେ ବିଷ୍ଣୁ ଲୀଳା ଅବତାରେ। ଏ ସର୍ବ କଥା ଗୀତ ସ୍ୱରେ ପଶଇ ଯାର କର୍ଣ୍ଣ ଦ୍ୱାରେ। ସର୍ବଦୁରିତ କର୍ମ ନାଶେ ଯେ ବାବଦନେ ନିତ୍ୟ ଘୋଷେ। ତାହାଙ୍କ ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଦ୍ୱିତୀୟ ସ୍କନ୍ଧ ଶୁକ ପରୀକ୍ଷିତ ସମ୍ବାଦେ ସୃଷ୍ଟ୍ୟାଦି ବର୍ଣ୍ଣନେ ନାମ ଷଷ୍ଠୋଧ୍ୟାୟଃ। ଶ୍ରୀମଦ୍ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟ। ଗୋବିନ୍ଦ 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 ପଦୁ ଗଲୁଛି ମକରନ୍ଦ। ସେ ମକରନ୍ଦ ପାନ କରି ହେଲେ ତରିଲେ ବ୍ରଜ ନାରୀ। ସେ ବ୍ରଜ ନାରୀଙ୍କ ପୟରେ ମନ ମୋରହୁ ନିରନ୍ତରେ। ମନ ମୋ ନିରନ୍ତରେ ରହୁ ହା କୃଷ୍ଣ ବୋଲି ଜୀବ ଯାଉ। ହା କୃଷ୍ଣ ବୋଲି ଯାଉ ଜୀବ ମୋତେ ଉଦ୍ଧର ବାସୁଦେବ। ମୋତେ ଉଦ୍ଧର ବାସୁଦେବ। ମୋତେ ଉଦ୍ଧର ବାସୁଦେବ। ରାଜଉବାଚ ଶୁକ ଚରଣେ ଦେଇ ଚିତ୍ତ ଆନନ୍ଦେ କହେ ପରୀକ୍ଷିତ। ନାରଦ ଆଗେ ବ୍ରହ୍ମା ଯେତେ
ବିଷ୍ଣୁ ମହିମା ଭାଗବତେ କହିଲେ ଜନ ଉପକାରେ ସେ କଥା ଶୁଣି ପ୍ରାଣୀ ତରେ ଯେ ଅବା ସ୍ଥାନେ ଯାର ଜାଗେ ମୁନି କହିଲେ ଭକ୍ତି ଭାବେ ତାହା ଶ୍ରବଣେ ଇଚ୍ଛା ମୋର ତୁମେ ମୁନିଙ୍କ ମଧ୍ୟରେ ବର ହରି ମହିମା ଓ ଗୋଚର ଶ୍ରବଣେ ମଙ୍ଗଳ ଉଚ୍ଚାର ସେ କଥା କହ ମୁନି ମତେ ସେ ହରି ଚରଣ ଯେ ମନ୍ତେ ନିଶ୍ଚଳ ମନ ସ୍ଥିର କରି ସ୍ଥିର ଯେ ମନ୍ତେ ଛାଡ଼ିବି ଶରୀର ଶ୍ରଦ୍ଧାରେ ଯେ ବା ନିତ୍ୟ ଶୁଣେ ସେ ହରି କଥା ମନେ ଗୁଣେ ମଙ୍ଗଳ ନାମ ଉଚ୍ଚାରଣେ ତାହାର ହୃଦେ ତତ୍କ୍ଷଣେ ଶ୍ରବଣ ମାର୍ଗେ ହରି ପଶେ ହୃଦୟ ପଦେ ସ୍ଥିରେ ବସେ ତାର ଦୂରିତ ସର୍ବନାଶେ ଶିଶିର ଜହ୍ନେ ବୃଷ୍ଟି ନାଶେ ଜଲୁହ ରଇ ମୀନ ରାଶି ସେ ଜହ୍ନେ ନିର୍ମଳ ପ୍ରକାଶୀ ନିର୍ମଳ ଆତ୍ମା ତାର ହୋଏ ସେ କୃଷ୍ଣ ପାଦ ମୂଳେ ରହେ କେବେ ନୋହେ ସେ ବାହର ମାୟା ଭ୍ରମଣ ହୁଏ ଦୂର ପଥିକ ଜହ୍ନେ ଶ୍ରମ ପାଇ ସେ ଜହ୍ନେ ନିଜ ଗୃହେ ଥାଇ ଶ୍ରମ ପାଶରି ସୁଖେ ରହେ ଗୃହ ସମ୍ପଦ ଭୋগে ଦେହେ ଅଧାତୁମନ୍ତ ଆତ୍ମା ହୁଏ ଧାତୁ ଘଟଣେ ଦେହ ବহে ସତେ ଯେ ପ୍ରକାଶ ଯେ ମନ୍ତେ ତୁମେ ତ ଜାଣ ଏହା ଚିତେ ଯାର ନିଭାରୁ ପଦ୍ମ ହୋଇ ଯାର ନାଭିରୁ ପଦ୍ମ ହୋଇ ଲୋକଙ୍କ ସ୍ଥାନ ପ୍ରକାଶଇ ଯେ ବା ପୁରୁଷ ଦେହ ମତେ ନାନା ପ୍ରକାରେ ସଜ୍ଞା ଯେତେ ପ୍ରକାଶେ ଅବୟବ ଦେଇ ତା ରୂପେ ନ ଜାଣନ୍ତି କେହି ସ୍ୱଭାବେ ଜନ୍ମ ଯାର ନାହିଁ ଆତ୍ମାରୁ ପ୍ରାଣୀଙ୍କୁ ସର୍ଜଇ ସେ ଭୂତ ଆତ୍ମା ଦେହେ ତାହାକୁ ତାର ଅନୁଗ୍ରହେ ଯେ ମନ୍ତେ ଦେଖେ ରୂପବନ୍ତ ନାଭି କମଲରୁ ହୋଇ ଜାତ କାଳ କବଲେ ସେ ପୁରୁଷ ଏ ବିଶ୍ୱ ସୃଷ୍ଟି ସ୍ଥିତି ନାଶ ସଂକଳ୍ପେ କରଇ ତା ଅଂଶେ ସର୍ବକଳ୍ପିତ ନାନା ରସେ ଏଭାବେ ଶୁଣିଲଇ ମୁହିଁ ଏବେ ତୁମଙ୍କୁ ପଚାରଇ କଳ୍ପିତ କଥା କଳ୍ପ କାଳେ ସେ ବହୁ କରେ ଅବହେଲେ ଭୂତ ଭବିଷ୍ୟ ବର୍ତ୍ତମାନେ ସୃଷ୍ଟି ପାଲନ ଅବସାନେ କାଲର ଯେ ବା ଅନୁଗତି କଳ୍ପିବ କଳ୍ପ ସଂଖ୍ୟା ସ୍ଥିତି କର୍ମର ଗତି କେବା କେତେ ଯେହେତୁ ପ୍ରକାଶେ ଯେ ମନ୍ତେ କର୍ମେ ସଞ୍ଚରେ ଯହିଁ ତହିଁ ଏଭାବେ ଜୀବ ତା ଭୁଞ୍ଜଇ ଗୁଣେ ଗୁଣଜ୍ଞ ପରିମାଣ ଭୂମି ପାତାଳ ଦେଶ ବ୍ଯୋମ ଗ୍ରହ ନକ୍ଷତ୍ର ମହୀଧର ନଦୀ ସମୁଦ୍ର ଦ୍ୱୀପବର ଏଥେ ଆଶ୍ରିତ ଜନ ଯେତେ ବ୍ରହ୍ମାଣ୍ଡ ପ୍ରମାଣ ବା କେତେ ଏ ବାହ୍ୟନ୍ତରେ ବସ୍ତୁ ଯେତେ ସଂକ୍ଷେପେ କହ ମୁଁ ଅଗ୍ରତେ କାଳର ଯେ ବା ଅନୁଗତି କଳ୍ପ ବିକଳ୍ପ ସଂଖ୍ୟା ସ୍ଥିତି କର୍ମର ଗତି ଅବା କେତେ ସେ ହେତୁ ପ୍ରକାଶେ ଯେ ମନ୍ତେ ଯୁଗାନୁ ଯୁଗେ ଯୁଗମାନ ଯେ ଯୁଗେ ଅବା ଧର୍ମ ଜ୍ଞାନ ମନୁଷ୍ୟ ସାଧାରଣ ଧର୍ମ ଯେବେ ନିଶେଷ ଯଥା କର୍ମ
ବ୍ରହ୍ମ ଋଷିଙ୍କ ଧର୍ମ ଆଦି ଯେ ରାଜ ଋଷିଏ ସମ୍ପାଦି। ଯୋଗେଶ୍ୱରଙ୍କ ମୁଖେ କେତେ ଲିଙ୍ଗ ଭଗନେ କ୍ଷମ ପଥେ ମୋକ୍ଷ ପଥେ। ଯେ ଧର୍ମ ଦେବ ଉପବେଦ ପୁରାଣ ଇତିହାସ ବେଦେ। ସର୍ବଭୂତଙ୍କୁ ସେ ସମ୍ଭବ ବିକ୍ରମ ସଂକ୍ରମ ପ୍ରସ୍ତାବ। ଯେ ବିଧି ଯଜ୍ଞ ଫଳ ଦାନେ ଯେ କର୍ମ ତ୍ରିବର୍ଗ ସାଧନେ। ଜୀବ ସମ୍ଭତ ଯେ ବା ମତେ ଯେ ଅବା ପାଷାଣ୍ଡ ସଙ୍ଗତେ। ଅସାର ବଦ୍ଧ ମୋକ୍ଷ ଦୁଇ ଯେ ବା ସ୍ୱରୂପ ଜେଣେ ରହି। ଯେ ଆତ୍ମା ତନ୍ତ୍ର ଭାବଗ୍ରାହୀ ଆତ୍ମାର ମାୟାରେ କ୍ରୀଡ଼ଇ। ମାୟାଦି ସୂକ୍ଷ୍ମ ସ୍ଥୂଳ ଯେତେ ତା ମଧ୍ୟେ ରହେ ସାକ୍ଷୀ ମତେ। ଏବେ ମୁଁ ପଚାରିଲି ତୋତେ ସଂକ୍ଷେପେ କହ ପ୍ରଭୁ ମତେ। ବ୍ରହ୍ମାର ଆତ୍ମା ନାରାୟଣ ଯେ ବିଶ୍ୱ ସଂସାର ପ୍ରମାଣ। ପୂର୍ବେ ସେ ଯାହା ଚିନ୍ତି ଆଗରେ ତାହା ଆଚରନ୍ତି। ତୁମ ବଦନୁ ହରି ରସ ପିବନ୍ତେ ନୋହେ ମନ ତୋଷ। ଶ୍ରୀସୁତ ଉବାଚ ହେମନ୍ତେ ପରୀକ୍ଷିତ ବାଣୀ ହରଷେ ସୁକ ମୁଖୁ ଶୁଣି। ମୁନିଜନଙ୍କ ସଭା ମଧ୍ୟେ ଯେ ଅବା କହିଲେ ଆନନ୍ଦେ। ସେ ଭାଗବତ ହରି ଗୁଣ ବ୍ରହ୍ମା ସମ୍ବାଦ ଏ ପୁରାଣ। ବ୍ରହ୍ମା ସମ୍ବାଦ ଏ ପୁରାଣ। ସେ କଥା ବ୍ରହ୍ମାର ଅଗ୍ରତେ ସେ ବ୍ରହ୍ମା କଳ୍ପ ଉପଗତେ। ଏକାନ୍ତେ କହିଲେ ମୁରାରି ବିଶ୍ୱ ସଂସାରେ ଦୟା କରି। ସେ କଥା ଆଦି ମଧ୍ୟ ଅନ୍ତ ଶୁଣି କହିବା ତୋ ଅଗ୍ରତ। କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମା ନାରଦ ପରୀକ୍ଷିତ ସମ୍ବାଦେ ନାମ ଅଷ୍ଟମୋऽଧ୍ୟାୟ।